ଓମ୍ ଶାନ୍ତି। ଆଜିର ମହାବାକ୍ୟ 28/8/2020। ପ୍ରାପ୍ତଃ ମୁରଲି ବାପଦାଦା ମଧୁବନ। ମିଠେ ବଚ୍ଚେ, ଯେତିକି ସମୟ ମିଳୁଛି ଏକାନ୍ତରେ ରହି ଯୋଗର ଯାତ୍ରା କର। ଯେତେବେଳେ ତୁମେମାନେ ନିଜର ଲକ୍ଷ୍ୟରେ ପହଞ୍ଚିଯିବ ସେତେବେଳେ ଏହି ଯାତ୍ରା ଶେଷ ହୋଇଯିବ। ପ୍ରଶ୍ନ: ସଙ୍ଗମ ଯୁଗରେ ବାବା ନିଜର ସନ୍ତାନମାନଙ୍କ ଭିତରେ ଏହିଭଳି କେଉଁ ଗୁଣ ଭରି ଦେଉଛନ୍ତି ଯାହାକି ଅଧାକଳ୍ପ ପର୍ଯ୍ୟନ୍ତ ଚାଲିବ? ଉତ୍ତର: ବାବା କହୁଛନ୍ତି, ଯେପରି ମୁଁ ଅତି ସୁଇଟ୍ ଅର୍ଥାତ୍ ମିଠା ଅଟେ, ସେହିପରି ପିଲାମାନଙ୍କୁ ମଧ୍ୟ ସୁଇଟ୍ କରି ଦେଉଛି। ଦେବତାମାନେ ବହୁତ ସୁଇଟ୍ ଅଟନ୍ତି। ତୁମେମାନେ ଏବେ ସୁଇଟ୍ ହେବା ପାଇଁ ପୁରୁଷାର୍ଥ କରୁଛ। ଯେଉଁମାନେ ବହୁତଙ୍କର କଲ୍ୟାଣ କରୁଛନ୍ତି, ଯାହାଙ୍କ ଭିତରେ କୌଣସି ବିକାରୀ ଭାବନା ନାହିଁ, ସେଇମାନେ ହିଁ ସୁଇଟ୍ ଅଟନ୍ତି। ସେହିମାନଙ୍କୁ ହିଁ ଉଚ୍ଚ ପଦ ପ୍ରାପ୍ତ ହୋଇଛି ଏବଂ ସେହିମାନଙ୍କର ହିଁ ପୁଣି ପୂଜା ହେଉଛି। ଓମ୍ ଶାନ୍ତି। ବାବା ବସି ବୁଝାଉଛନ୍ତି, ଏହି ଶରୀରର ମାଲିକ ହେଉଛି ଆତ୍ମା। ଏକଥା ପ୍ରଥମେ ବୁଝିବା ଦରକାର। କାହିଁକି ନା ଏବେ ପିଲାମାନଙ୍କୁ ଜ୍ଞାନ ମିଳୁଛି। ପ୍ରଥମେ ତ ବୁଝିବା ଦରକାର ଯେ ମୁଁ ହେଉଛି ଆତ୍ମା। ଶରୀର ଦ୍ୱାରା ଆତ୍ମା କାମ କରାଇ ଅଭିନୟ କରେ। ଏହିପରି ଖିଆଲ ଅନ୍ୟ କୌଣସି ମନୁଷ୍ୟମାନଙ୍କର ଆସେ ନାହିଁ। କାହିଁକି ନା ଦେହ ଅଭିମାନରେ ଅଛନ୍ତି। ଏଠାରେ ଏହି ଖିଆଲରେ ବସିଯାଅ ଯେ ମୁଁ ହେଉଛି ଆତ୍ମା, ଏହା ମୋର ଶରୀର ଅଟେ। ମୁଁ ଆତ୍ମା ହେଉଛି ପରମପିତା ପରମାତ୍ମାଙ୍କର ସନ୍ତାନ। ଏହି ସ୍ମୃତି ହିଁ ଘଡ଼ିକୁ ଘଡ଼ି ଭୁଲି ଯାଆନ୍ତି। ଏକଥା ପ୍ରଥମେ ସମ୍ପୂର୍ଣ୍ଣ ଭାବରେ ସ୍ମରଣ କରିବା ଦରକାର। ତୀର୍ଥଯାତ୍ରାରେ ଗଲେ କହନ୍ତି, ନିରନ୍ତର ଚାଲୁଥାଅ। ତୁମକୁ ମଧ୍ୟ ନିରନ୍ତର ସ୍ମୃତିରେ ରହିବାକୁ ହେବ, ଅର୍ଥାତ୍ ୟାଦ କରିବାକୁ ହେବ। ସ୍ମରଣ କରୁନାହାନ୍ତି ଅର୍ଥାତ୍ ଯାତ୍ରାରେ ନାହାନ୍ତି। ଦେହର ଅଭିମାନ ଆସୁଛି। ଦେହ ଅଭିମାନ ଆସିବା ଦ୍ୱାରା କିଛି ନା କିଛି ବିକର୍ମ ହୋଇଯାଉଛି। ଏହିପରି ମଧ୍ୟ ନୁହେଁ ଯେ ମନୁଷ୍ୟ ସର୍ବଦା ବିକର୍ମ ହିଁ କରୁଛନ୍ତି, କିନ୍ତୁ ରୋଜଗାର ତ ବନ୍ଦ ହୋଇଯାଉଛି ନା। ସେଥିପାଇଁ ଯେତେ ସମ୍ଭବ ୟାଦର ଯାତ୍ରାରେ ଢିଲା କରିବା ଅନୁଚିତ। ଏକାନ୍ତରେ ବସି ନିଜ ସହିତ ବିଚାର ସାଗର ମନ୍ଥନ କରି ପଏଣ୍ଟସ୍ ବାହାର କରିବା ଦରକାର। କେତେ ସମୟ ବାବାଙ୍କ ସ୍ମୃତିରେ ରହୁଛୁ? ମଧୁର ଜିନିଷ ସବୁବେଳେ ମନେ ପଡ଼ିଥାଏ ନା? ପିଲାମାନଙ୍କୁ ବୁଝାଯାଉଛି, ବର୍ତ୍ତମାନ ସମସ୍ତ ମନୁଷ୍ୟ ମାତ୍ରକେ ପରସ୍ପର କ୍ଷତି କରୁଛନ୍ତି। କେବଳ ଟିଚର୍ସମାନଙ୍କର ମହିମା ବାବା କରୁଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ଟିଚର ଖରାପ ଥାନ୍ତି, ନଚେତ୍ ଟିଚର୍ସ ଅର୍ଥାତ୍ ଯିଏ ଟିଚ୍ କରାଏ, ମ୍ୟାନର୍ସ ଅର୍ଥାତ୍ ଚଳଣି ଶିଖାଇଥାଏ। ଯିଏ ମଧ୍ୟଭାବାପନ୍ନ ଭଲ ସ୍ୱଭାବର ହୋଇଥାନ୍ତି, ତାଙ୍କର ଚଳଣି ମଧ୍ୟ ଭଲ ହୋଇଥାଏ। ବାପା ଯଦି ମଦ ପିଉଥାଏ, ତେବେ ପିଲାଙ୍କୁ ମଧ୍ୟ ସେହି ସଙ୍ଗ ଲାଗିଯାଇଥାଏ। ଏହାକୁ ଖରାପ ସଙ୍ଗ ବୋଲି କୁହାଯିବ। କାହିଁକି ନା ରାବଣ ରାଜ୍ୟ ଅଟେ ନା। ରାମ ରାଜ୍ୟ ଥିଲା ନିଶ୍ଚୟ, କିନ୍ତୁ ତାହା କିପରି ଥିଲା, କିପରି ସ୍ଥାପନ ହେଲା, ଏହି ଆଶ୍ଚର୍ଯ୍ୟଜନକ ମଧୁର କଥା ତୁମେ ପିଲାମାନେ ହିଁ ଜାଣିଛ। ମିଠା, ଆହୁରି ମିଠା, ସବୁଠାରୁ ମିଠା କୁହାଯାଏ ନା। ବାବାଙ୍କ ୟାଦରେ ରହି ତୁମେ ପବିତ୍ର ହୋଇ ପୁଣି ପବିତ୍ର କରାଉଛ। ବାବା ନୂଆ ସୃଷ୍ଟିକୁ ଆସନ୍ତି ନାହିଁ। ସୃଷ୍ଟିରେ ମନୁଷ୍ୟ, ଜୀବଜନ୍ତୁ, କ୍ଷେତ ବାଡ଼ି ଆଦି ସବୁ ଥାଏ। ମନୁଷ୍ୟଙ୍କ ନିମନ୍ତେ ସବୁ ଦରକାର ନା। ଶାସ୍ତ୍ରରେ ଥିବା ପ୍ରଳୟର ବୃତ୍ତାନ୍ତ ମଧ୍ୟ ଭୁଲ ଅଟେ। ପ୍ରଳୟ ହୁଏ ହିଁ ନାହିଁ। ଏହି ସୃଷ୍ଟିର ଚକ୍ର ଘୂରି ଚାଲିଛି। ପିଲାମାନଙ୍କୁ ଆଦିରୁ ଅନ୍ତ ପର୍ଯ୍ୟନ୍ତ ଜ୍ଞାନକୁ ସ୍ମୃତିରେ ରଖିବାକୁ ହେବ।
ମନୁଷ୍ୟମାନଙ୍କର ତ ଅନେକ ପ୍ରକାରର ଚିତ୍ର ମନେ ପଡ଼ୁଛି। ମେଳା, ଯାତ୍ରା ଆଦି ମନେ ପଡ଼ିଥାଏ। ସେସବୁ ହେଉଛି କ୍ଷଣସ୍ଥାୟୀ। ତୁମର ହେଲା ନିରନ୍ତର ସ୍ମୃତି, ଅବିନାଶୀ ଖୁସି, ଅବିନାଶୀ ଧନ। ବେହଦର ବାବା ଅଟନ୍ତି ନା? ବିନାଶୀ ପିତାଙ୍କ ଠାରୁ ସବୁ ବିନାଶୀ ସମ୍ପତ୍ତି ମିଳେ। ଅବିନାଶୀ ବାବାଙ୍କ ଠାରୁ ଅବିନାଶୀ ସୁଖ ମିଳୁଛି। ଧନ ଦ୍ୱାରା ହିଁ ସୁଖ ମିଳିଥାଏ। ସେଠାରେ ତ ଅପାର ଧନ ରହିବ। ସେଠାରେ ସବୁ କିଛି ସତ୍ତ୍ୱପ୍ରଧାନ ରହିବ ନା? ତୁମ ବୁଦ୍ଧିରେ ଅଛି ଆମେ ସତ୍ତ୍ୱପ୍ରଧାନ ଥିଲୁ, ପୁଣି ହେବାକୁ ପଡ଼ିବ। ଏକଥା ମଧ୍ୟ ତୁମେ ଏବେ ଜାଣୁଛ। ତୁମମାନଙ୍କର ମଧ୍ୟରେ କ୍ରମାନୁଯାୟୀ ଅଛନ୍ତି। ମଧୁର, ମଧୁରତର, ମଧୁରତମ ଅଛନ୍ତି ନା? ତୁମେ ବାବାଙ୍କ ଠାରୁ ମଧ୍ୟ ସୁଇଟ୍ ହେଉଛ ନା? ସେ ହିଁ ଉଚ୍ଚ ପଦ ପାଇବେ। ଯିଏ ବହୁତଙ୍କର କଲ୍ୟାଣ କରୁଛନ୍ତି ସେ ହିଁ ହେଉଛନ୍ତି ମଧୁରତମ। ବାବା ମଧ୍ୟ ମଧୁରତମ ଅଟନ୍ତି ନା? ସେଥିପାଇଁ ସମସ୍ତେ ତାଙ୍କୁ ମନେ ପକାଉଛନ୍ତି। କୌଣସି ମହୁ କିମ୍ବା ଚିନିକୁ ମଧୁର କୁହାଯାଉନାହିଁ। ଏଠାରେ ମନୁଷ୍ୟଙ୍କର ଚଳଣିକୁ କୁହାଯାଉଛି। କହନ୍ତି ନା, ଇଏ ମଧୁର ସନ୍ତାନ ଅଟନ୍ତି। ସତ୍ୟ ଯୁଗରେ କୌଣସି ପ୍ରକାରର ଶଇତାନୀ କଥା ରହିବ ନାହିଁ। ଏତେ ଉଚ୍ଚ ପଦ ଯେଉଁମାନେ ପାଉଛନ୍ତି ନିଶ୍ଚୟ ସିଏ ଏଠାରେ ପୁରୁଷାର୍ଥ କରିବେ। ତୁମେ ଏବେ ନୂଆ ଦୁନିଆକୁ ଜାଣିଛ। ତୁମ ପାଇଁ ତ ଯେପରି କାଲି ନୂଆ ଦୁନିଆ ସୁଖଧାମ ହେବ। ମନୁଷ୍ୟମାନଙ୍କୁ ଜଣା ହିଁ ନାହିଁ ଶାନ୍ତି କେବେ ଥିଲା। କହୁଛନ୍ତି ବିଶ୍ୱରେ ଶାନ୍ତି ହେଉ। ତୁମେ ପିଲାମାନେ ଜାଣିଛ ବିଶ୍ୱରେ ଶାନ୍ତି ଥିଲା, ଯାହାକୁ ଏବେ ପୁଣି ଥରେ ସ୍ଥାପନ କରୁଛ। ଏବେ ଏକଥା ସମସ୍ତଙ୍କୁ ବୁଝାଇବା କିପରି? ଏଭଳି ପ୍ରକାରର ପଏଣ୍ଟସ୍ ବାହାର କରିବା ଦରକାର, ଯାହାର ବହୁତ ଆବଶ୍ୟକତା ରହିଛି। ବିଶ୍ୱରେ ଶାନ୍ତି ହେଉ ଏଥିପାଇଁ ରଡ଼ି ମାରୁଛନ୍ତି। କାହିଁକି ନା ଅଶାନ୍ତି ବହୁତ ରହିଛି। ଏହି ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ସମ୍ମୁଖରେ ରହିବା ଉଚିତ। ଏମାନଙ୍କ ରାଜ୍ୟ ଥିବା ସମୟରେ ବିଶ୍ୱରେ ଶାନ୍ତି ଥିଲା। ତାକୁ ହିଁ ସ୍ୱର୍ଗ ଦୈବୀ ରାଜ୍ୟ କୁହାଯାଉଥିଲା। ସେଠାରେ ବିଶ୍ୱରେ ଶାନ୍ତି ଥିଲା। ଆଜକୁ 5000 ବର୍ଷ ପୂର୍ବର କଥା। ଏହା ଆଉ କେହି ହେଲେ ଜାଣିନାହାନ୍ତି। ଏହା ହେଉଛି ମୁଖ୍ୟ କଥା। ସବୁ ଆତ୍ମାମାନେ ଏକତ୍ର କହୁଛନ୍ତି ଯେ ବିଶ୍ୱରେ କିପରି ଶାନ୍ତି ହେବ। ସମସ୍ତ ଆତ୍ମାମାନେ ଡାକୁଛନ୍ତି ତୁମେ ଏଠାରେ ବିଶ୍ୱରେ ଶାନ୍ତି ସ୍ଥାପନ କରିବାର ପୁରୁଷାର୍ଥ କରୁଛ। ଯେଉଁମାନେ ବିଶ୍ୱରେ ଶାନ୍ତି ଚାହୁଁଛନ୍ତି ତୁମେ ତାଙ୍କୁ ଶୁଣାଅ ଯେ ଭାରତରେ ହିଁ ଶାନ୍ତି ଥିଲା। ଯେତେବେଳେ ଭାରତ ସ୍ୱର୍ଗ ଥିଲା ତେବେ ଶାନ୍ତି ଥିଲା। ଏବେ ନର୍କ ହୋଇଯାଇଛି। ନର୍କ କଳିଯୁଗରେ ଅଶାନ୍ତି ରହିଛି। କାହିଁକି ନା ଅନେକ ଧର୍ମ ଅଛି। ମାୟାର ରାଜ୍ୟ। ଭକ୍ତିର ମଧ୍ୟ ବହୁତ ଆଡ଼ମ୍ବର ଅଛି। ଏହା ଦିନ ପ୍ରତିଦିନ ବୃଦ୍ଧି ହୋଇ ଚାଲିଛି। ମନୁଷ୍ୟମାନେ ମଧ୍ୟ ମେଳା, ଯାତ୍ରା ଆଦିକୁ ଯାଉଛନ୍ତି। ଭାବୁଛନ୍ତି ନିଶ୍ଚୟ କିଛି ସତ୍ୟ ଥିବ। ତୁମେମାନେ ଏବେ ବୁଝୁଛ ଯେ ତାହାଦ୍ୱାରା କେହି ପବିତ୍ର ହୋଇପାରିବେ ନାହିଁ। ପବିତ୍ର ହେବାର ରାସ୍ତା ମନୁଷ୍ୟ କେହି ହେଲେ ବତାଇ ପାରିବେ ନାହିଁ। ପତିତ ପାବନ ଏକ ହିଁ ବାବା ଅଟନ୍ତି। ଦୁନିଆ ହିଁ ଗୋଟିଏ କେବଳ ନୂଆ ଏବଂ ପୁରୁଣା ବୋଲି କୁହାଯାଏ। ନୂଆ ଦୁନିଆରେ ନୂଆ ଭାରତ, ନୂଆ ଦିଲ୍ଲୀ କହୁଛନ୍ତି। ନୂଆ ହେବ ଯେଉଁଠାରେ ପୁଣି ନୂଆ ରାଜ୍ୟ ହେବ। ଏଠାରେ ପୁରୁଣା ଦୁନିଆରେ ପୁରୁଣା ରାଜ୍ୟ ରହିଛି। ପୁରୁଣା ଏବଂ ନୂଆ ଦୁନିଆ କାହାକୁ କୁହାଯାଉଛି ଏକଥା ମଧ୍ୟ ତୁମେ ଜାଣିଛ। ଭକ୍ତିର କେତେ ବିସ୍ତାର ରହିଛି। ଏହାକୁ ଅଜ୍ଞାନ କୁହାଯାଉଛି। ଜ୍ଞାନର ସାଗର ହେଉଛନ୍ତି ଏକମାତ୍ର ବାବା। ବାବା ତୁମକୁ ଏପରି କହୁନାହାନ୍ତି ଯେ ରାମ ରାମ କୁହ ଅଥବା ଆଉ କିଛି କର। ନା, ପିଲାମାନଙ୍କୁ ବୁଝାଯାଉଛି ବିଶ୍ୱର ଇତିହାସ ଭୂଗୋଳର କିପରି ପୁନରାବୃତ୍ତି ହେଉଛି। ଏହି ଶିକ୍ଷା ତୁମେ ଏବେ ପଢ଼ୁଛ।
ଏହାର ନାମ ହିଁ ହେଉଛି ଆତ୍ମିକ ଶିକ୍ଷା। ଏହାର ଅର୍ଥ ମଧ୍ୟ କେହି ଜାଣିନାହାନ୍ତି। ଜ୍ଞାନ ସାଗର ତ ଏକ ବାବାଙ୍କୁ ହିଁ କୁହାଯାଉଛି। ସେ ହେଉଛନ୍ତି ସ୍ପିରିଚୁଆଲ ନଲେଜଫୁଲ ଫାଦର। ବାବା ଆତ୍ମାମାନଙ୍କର ସହିତ କଥା ହେଉଛନ୍ତି। ତୁମେ ଜାଣିଛ ଯେ ଆତ୍ମିକ ବାବା ପଢ଼ାଉଛନ୍ତି। ଏହା ହେଉଛି ଆଧ୍ୟାତ୍ମିକ ଜ୍ଞାନ। ଆତ୍ମିକ ଜ୍ଞାନକୁ ଆଧ୍ୟାତ୍ମିକ ଜ୍ଞାନ ବୋଲି କୁହାଯାଉଛି। ତୁମେ ପିଲାମାନେ ଜାଣିଛ ଯେ ପରମପିତା ପରମାତ୍ମା ହେଉଛନ୍ତି ବିନ୍ଦୁ। ସେ ଆମକୁ ପଢ଼ାଉଛନ୍ତି। ଆମେ ଆତ୍ମାମାନେ ପଢ଼ୁଛୁ। ଏହା ଭୁଲିବା ଅନୁଚିତ। ଆମ ଆତ୍ମାମାନଙ୍କୁ ଯେଉଁ ଜ୍ଞାନ ମିଳୁଛି ତାକୁ ପୁଣି ଆମେ ଅନ୍ୟ ଆତ୍ମାମାନଙ୍କୁ ଦେଉଛୁ। ଏହି ସ୍ମୃତି ସେତେବେଳେ ରହିବ ଯେତେବେଳେ ନିଜକୁ ଆତ୍ମା ଭାବି ବାବାଙ୍କ ସ୍ମୃତିରେ ରହିବେ। ବାବାଙ୍କୁ ମନେ ପକାଇବାରେ ବହୁତ କଚ୍ଚା ଅଛନ୍ତି। ତୁରନ୍ତ ଦେହ ଅଭିମାନରେ ଆସିଯାଉଛନ୍ତି। ଦେହୀ ଅଭିମାନୀ ହେବାର ଅଭ୍ୟାସ କରିବାକୁ ପଡ଼ିବ। ମୁଁ ଆତ୍ମା ଏହାଙ୍କୁ ଜିନିଷ ଦେଉଛି। ମୁଁ ଆତ୍ମା ବ୍ୟାପାର କରୁଛି। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାରେ ହିଁ ଫାଇଦା ରହିଛି। ଆତ୍ମାଠାରେ ଏହି ଜ୍ଞାନ ଅଛି ଯେ ମୁଁ ଯାତ୍ରାରେ ଅଛି। କର୍ମ ତ କରିବାକୁ ହିଁ ହେବ। ପିଲାମାନଙ୍କୁ ମଧ୍ୟ ସମ୍ଭାଳିବାକୁ ହେବ। କର୍ମଧନ୍ଦା ମଧ୍ୟ କରିବାକୁ ପଡ଼ିବ। କର୍ମଧନ୍ଦା କରିବା ସମୟରେ ମୁଁ ଆତ୍ମା ବୋଲି ମନେ ରହିବା ଏହା ବହୁତ ମୁସ୍କିଲ ଅଟେ। ବାବା କହୁଛନ୍ତି କୌଣସି ବି ଓଲଟା କାମ କଦାପି କରିବା ଅନୁଚିତ। ସବୁଠାରୁ ବଡ଼ ପାପ ହେଉଛି କାମ ବିକାର। ଏହା ବହୁତ ହଇରାଣ କରିଥାଏ। ଏବେ ତୁମେ ପିଲାମାନେ ପାବନ ହେବା ପାଇଁ ପ୍ରତିଜ୍ଞା କରୁଛ। ତାର ହିଁ ସ୍ମାରକୀ ହେଉଛି ଏହି ରକ୍ଷାବନ୍ଧନ। ଆଗରୁ ତ ପଇସା କର ରାକ୍ଷୀ ମିଳୁଥିଲା। ବ୍ରାହ୍ମଣମାନେ ଯାଇ ରାକ୍ଷୀ ବାନ୍ଧୁଥିଲେ। ଆଜିକାଲି ତ କେତେ ଫେସନେବୁଲ ରାକ୍ଷୀ ତିଆରି କରୁଛନ୍ତି। ବାସ୍ତବରେ ଏହା ବର୍ତ୍ତମାନର କଥା। ତୁମେ ବାବାଙ୍କ ସହିତ ପ୍ରତିଜ୍ଞା କରୁଛ ଯେ ଆମେ କେବେ ବିକାରଗ୍ରସ୍ତ ହେବୁ ନାହିଁ। ଆପଣଙ୍କ ଠାରୁ ବିଶ୍ୱର ମାଲିକ ହେବାର ସମ୍ପତ୍ତି ନେବୁ। ବାବା କହିବେ 63 ଜନ୍ମ ତ ବିଷୟ ବୈତରଣୀ ନଦୀରେ ଉବୁଟୁବୁ ହେଲ। ତୁମକୁ ଏବେ କ୍ଷୀରସାଗରକୁ ନେଇଯାଉଛି। ଏଭଳି କ୍ଷୀରର ସାଗର କେଉଁଠି ନାହିଁ। ତାକୁ ତୁଳନା କରି କୁହାଯାଉଛି ତୁମକୁ ଶିବାଳୟକୁ ନେଇଯାଉଛି। ସେଠାରେ ଅସରନ୍ତି ସୁଖ ରହିଛି। ଏବେ ଏହା ଅନ୍ତିମ ଜନ୍ମ ଅଟେ। ହେ ଆତ୍ମାମାନେ ପବିତ୍ର ହୁଅ। କ'ଣ ବାବାଙ୍କ କଥା ମାନିବ ନାହିଁ? ଈଶ୍ୱର ତୁମର ପିତା କହୁଛନ୍ତି ମିଠା ସନ୍ତାନମାନେ ବିକାରଗ୍ରସ୍ତ ହୁଅ ନାହିଁ। ଜନ୍ମ ଜନ୍ମାନ୍ତର ପାପ ମୁଣ୍ଡ ଉପରେ ରହିଛି। ମୋତେ ମନେ ପକାଇଲେ ହିଁ ତାହା ଭସ୍ମ ହେବ। କଳ୍ପ ପୂର୍ବେ ମଧ୍ୟ ତୁମକୁ ଶିକ୍ଷା ଦେଇଥିଲି। ବାବା ମଧ୍ୟ ଗ୍ୟାରେଣ୍ଟି ସେତେବେଳେ ଦେଉଛନ୍ତି ଯେତେବେଳେ ତୁମେ ଗ୍ୟାରେଣ୍ଟି କରୁଛ ଯେ ବାବା ଆମେ ଆପଣଙ୍କୁ ମନେ ପକାଇବୁ। ଏଭଳି ସ୍ମରଣ ରଖ ଯାହାଦ୍ୱାରା ଶରୀରର ଅଭିମାନ ନ ରହୁ। ସନ୍ନ୍ୟାସୀମାନଙ୍କ ମଧ୍ୟରେ କେହି କେହି ବହୁତ ତୀକ୍ଷ୍ଣ ବ୍ରହ୍ମଜ୍ଞାନୀ ଥାନ୍ତି। ସେମାନେ ମଧ୍ୟ ଏପରି ବସି ବସି ଶରୀର ତ୍ୟାଗ କରିଥାନ୍ତି। ଏଠାରେ ତୁମକୁ ତ ବାବା ବୁଝାଉଛନ୍ତି ପବିତ୍ର ହୋଇଯିବାକୁ ପଡ଼ିବ। ସାଧୁ ସନ୍ଥ ନିଜ ମତରେ ଚାଲନ୍ତି। ଏପରି ନୁହେଁ ଯେ ସେମାନେ ଶରୀର ଛାଡ଼ି ଜୀବନ ମୁକ୍ତିକୁ ଯାଉଛନ୍ତି। ନା, ଏହିଠାକୁ ପୁଣି ଆସୁଛନ୍ତି। କିନ୍ତୁ ତାଙ୍କର ଅନୁସରଣକାରୀ ଭାବୁଛନ୍ତି ଯେ ସେ ନିର୍ବାଣ ଗଲେ। ବାବା ବୁଝାଉଛନ୍ତି କେହି ଜଣେ ହେଲେ ଫେରି ଯାଇପାରିବେ ନାହିଁ। କାଇଦା ହିଁ ନାହିଁ। ବୃକ୍ଷର ବୃଦ୍ଧି ନିଶ୍ଚୟ ହେବ। ଏବେ ତୁମେ ସଙ୍ଗମ ଯୁଗରେ ବସିଛ। ଆଉ ସବୁ ମନୁଷ୍ୟ କଳିଯୁଗରେ ଅଛନ୍ତି। ତୁମେ ଦୈବୀ ସମ୍ପ୍ରଦାୟର ହେଉଛ। ଯେଉଁମାନେ ତୁମ ଧର୍ମର ହୋଇଥିବେ
ସେମାନେ ଆସିବେ। ଦୈବୀ ଦେବତାମାନଙ୍କ ମଧ୍ୟ ସେଠାରେ ବଂଶାବଳୀ ଅଛନ୍ତି ନା? ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମକୁ ଚାଲି ଯାଇଛନ୍ତି। ପୁଣି ଫେରି ଆସିବେ। ନଚେତ ସେଠାରେ ଜାଗା କିଏ ଭରିବ? ନିଶ୍ଚୟ ସେମାନେ ନିଜର ଜାଗା ଭରିବାକୁ ପୁଣି ଆସିଯିବେ। ଏହା ବହୁତ ସୂକ୍ଷ୍ମ କଥା ଅଟେ। ବହୁତ ଭଲ ଭଲ ବ୍ୟକ୍ତି ମଧ୍ୟ ଆସିବେ, ଯେଉଁମାନେ କି ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଯାଇଛନ୍ତି। ପୁଣି ନିଜ ଜାଗାକୁ ଚାଲି ଆସିବେ। ତୁମ ପାଖକୁ ମୁସଲମାନ ଆଦି ମଧ୍ୟ ଆସୁଛନ୍ତି ନା? ବହୁତ ଖବରଦାରୀ ରଖିବାକୁ ପଡ଼ୁଛି। ତୁରନ୍ତ ଯାଞ୍ଚ କରିବେ ଏଠାକୁ ଅନ୍ୟ ଧର୍ମାବଲମ୍ବୀମାନେ କିପରି ଆସୁଛନ୍ତି। ଜରୁରୀ ପରିସ୍ଥିତିରେ ବହୁତଙ୍କୁ ଧରିଥାନ୍ତି, ପୁଣି ପଇସା ମିଳିଲେ ଛାଡ଼ି ମଧ୍ୟ ଦିଅନ୍ତି। ଯାହା କଳ୍ପ ପୂର୍ବରୁ ହୋଇଥିଲା ତୁମେ ଏବେ ଦେଖୁଛ, କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା। ତୁମେ ଏବେ ମନୁଷ୍ୟରୁ ଦେବତା ପୁରୁଷୋତ୍ତମ ହେଉଛ। ଏହା ହେଉଛି ସର୍ବୋତ୍ତମ ବ୍ରାହ୍ମଣମାନଙ୍କର କୂଳ। ବର୍ତ୍ତମାନ ବାବା ଏବଂ ସନ୍ତାନମାନେ ରୁହାନୀ ସେବା କରୁଛନ୍ତି। କୌଣସି ଗରିବଙ୍କୁ ଧନବାନ କରାଇବା, ଏହା ହେଉଛି ରୁହାନୀ ସେବା। ବାବା କଲ୍ୟାଣ କରୁଥିବାରୁ ପିଲାମାନେ ମଧ୍ୟ ବାବାଙ୍କ ଭଳି ଅନ୍ୟଙ୍କୁ ସାହାଯ୍ୟ କରିବା ଉଚିତ। ଯିଏ ବହୁତଙ୍କୁ ରାସ୍ତା ବତାଇବେ, ସେ ବହୁତ ଶ୍ରେଷ୍ଠ ହୋଇଯିବେ। ତୁମ ପିଲାମାନଙ୍କୁ ପୁରୁଷାର୍ଥ କରିବାକୁ ହେବ, ଚିନ୍ତା କରିବାର ନୁହେଁ। କାହିଁକି ନା ତୁମର ଦାୟିତ୍ୱ ବାବାଙ୍କ ଉପରେ ରହିଛି। ତୀବ୍ର ପୁରୁଷାର୍ଥ କରାଯାଉଛି। ତାପରେ ଯେଉଁ ଫଳ ବାହାରୁଛି, ବୁଝାଯାଉଛି ଯେ ଏହା କଳ୍ପ ପୂର୍ବ ସଦୃଶ ଅଟେ। ବାବା ସନ୍ତାନମାନଙ୍କୁ କହୁଛନ୍ତି, ପିଲାମାନେ ଚିନ୍ତା କର ନାହିଁ, ସେବାରେ ମେହନତ କର, ନହେଲେ କ'ଣ କରିବ? ଏହି କୁଳର ନ ହୋଇଥିଲେ ତୁମେ ଯେତେ ବି ମୁଣ୍ଡ ପିଟ, ମୁଣ୍ଡ ଖରାପ କରିବେ, କେହି କମ୍ କେହି ବେଶୀ। ବାବା କହୁଛନ୍ତି, ବହୁତ ଦୁଃଖ ଆସିଲେ ପୁଣି ଆସିବେ। ତୁମର କିଛି ହେଲେ ବ୍ୟର୍ଥ ଯିବ ନାହିଁ। ତୁମର କାମ ହେଉଛି ଠିକ୍ କହିବା। ଶିବ ବାବା କହୁଛନ୍ତି, ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ। ଏପରି ବହୁତ କହୁଛନ୍ତି ଯେ ଭଗବାନ ନିଶ୍ଚିତ ଅଛନ୍ତି। ମହାଭାରତ ଲଢ଼େଇ ସମୟରେ ଭଗବାନ ଥିଲେ। କେବଳ କେଉଁ ଭଗବାନ ଥିଲେ, ଏଥିରେ ହିଁ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କୃଷ୍ଣ ତ ହୋଇପାରିବେ ନାହିଁ। କୃଷ୍ଣଙ୍କର ସେହି ରୂପ ପୁଣି ସତ୍ୟଯୁଗରେ ହିଁ ରହିବେ। ପ୍ରତ୍ୟେକ ଜନ୍ମରେ ଚେହେରା ବଦଳିଯିବ। ସୃଷ୍ଟି ଏବେ ବଦଳୁଛି, ପୁରୁଣାକୁ ନୂଆ। ଏବେ ଭଗବାନ କିପରି କରୁଛନ୍ତି, ତାକୁ ମଧ୍ୟ କେହି ହେଲେ ଜାଣିନାହାନ୍ତି। ଶେଷରେ ତୁମର ନାମ ପ୍ରସିଦ୍ଧ ହେବ। ସ୍ଥାପନା ହେଉଛି, ପୁଣି ଇଏ ରାଜ୍ୟ କରିବେ। ବିନାଶ ମଧ୍ୟ ହେବ। ଗୋଟିଏ ପଟେ ନୂଆ, ଅନ୍ୟ ପଟେ ପୁରୁଣା ଦୁନିଆ। ଏହି ଚିତ୍ର ବହୁତ ଭଲ ଅଟେ। କହୁଛନ୍ତି ମଧ୍ୟ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶ। କିନ୍ତୁ କିଛି ହେଲେ ବୁଝୁନାହାନ୍ତି। ତ୍ରିମୂର୍ତ୍ତି ହେଉଛି ମୁଖ୍ୟ ଚିତ୍ର। ସର୍ବୋଚ୍ଚ ହେଉଛନ୍ତି ଶିବ ବାବା। ତୁମେ ଜାଣିଛ, ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ଆମକୁ ୟାଦର ଯାତ୍ରା ଶିଖାଉଛନ୍ତି। ବାବାଙ୍କୁ ମନେ ପକାଅ। ଯୋଗ ଅକ୍ଷର କଷ୍ଟ ଲାଗୁଛି। ୟାଦ ବା ମନ ପକାଇବା ଅକ୍ଷର ବହୁତ ସହଜ। ବାବା ଅକ୍ଷର ବହୁତ ପ୍ରିୟ ଅଟେ। ତୁମ ନିଜକୁ ମଧ୍ୟ ଲଜ୍ଜା ଲାଗିବ, ଆମେ ଆତ୍ମାମାନେ ବାବାଙ୍କୁ ମନ ପକାଇ ପାରୁନାହୁଁ। ଯାହାଙ୍କ ଠାରୁ ବିଶ୍ୱର ବାଦଶାହୀ ମିଳୁଛି, ସ୍ୱତଃ ଲଜ୍ଜା ଆସିବ। ବାବା ମଧ୍ୟ କହିବେ, ତୁମେ ତ ଅଜ୍ଞାନୀ ଅଟ, ବାବାଙ୍କୁ ୟାଦ କରିପାରୁନାହଁ, ତେବେ ସମ୍ପତ୍ତି କିପରି ପାଇବ? ବିକର୍ମ ବିନାଶ କିପରି ହେବ? ତୁମେ ଆତ୍ମା ଅଟ। ମୁଁ ତୁମ ପରମପିତା ପରମାତ୍ମା ଅବିନାଶୀ ଅଟେ ନା? ତୁମେ ଚାହୁଁଛ ଯେ
ଆମେ ପାବନ ହୋଇ ସୁଖଧାମକୁ ଯିବୁ। ତେବେ ଶ୍ରୀମତକୁ ପାଳନ କର। ମୁଁ ତୁମର ପିତା, ମୋତେ ମନେ ପକାଇଲେ ତ ବିକର୍ମ ବିନାଶ ହେବ। ମନେ ତ ପକାଇଲେ ବିକର୍ମ ବିନାଶ, ମନେ ନ ପକାଇଲେ ବିକର୍ମ ବିନାଶ ହେବ କିପରି? ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ୟାଦ ପ୍ୟାର ଏବଂ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର। ନମ୍ବର 1 ପଏଣ୍ଟ, ସବୁ ପ୍ରକାରର ପୁରୁଷାର୍ଥ କରିବାକୁ ହେବ। କୌଣସି ଚିନ୍ତା କରିବାର ନାହିଁ। କାହିଁକି ନା ସ୍ୱୟଂ ପରମପିତା ଆମର ଦାୟିତ୍ୱ ନେଇଛନ୍ତି। ତେଣୁ ଆମର କିଛି ବି ବ୍ୟର୍ଥରେ ଯିବ ନାହିଁ। 2 ନମ୍ବର ପଏଣ୍ଟ, ବାବାଙ୍କ ସମାନ ବହୁତ ବହୁତ ମିଠା ଅର୍ଥାତ ସୁଖଦାୟୀ ହେବାକୁ ପଡ଼ିବ। ଅନେକଙ୍କର କଲ୍ୟାଣ କରିବାକୁ ହେବ। ଏହି ଅନ୍ତିମ ଜନ୍ମରେ ନିଶ୍ଚିତ ଭାବରେ ପବିତ୍ର ହେବାକୁ ପଡ଼ିବ। ସମସ୍ତ କର୍ମଧନ୍ଦା କରି ମଧ୍ୟ ଅଭ୍ୟାସ କରିବାକୁ ହେବ ଯେ ମୁଁ ଏକ ଆତ୍ମା। ଆଜିର ବରଦାନ, ପ୍ରତି ପଦକ୍ଷେପରେ ପଦ୍ମର ରୋଜଗାର ଜମା କରୁଥିବା ସର୍ବ ସମ୍ପତ୍ତିରେ ସମ୍ପନ୍ନ ବା ତୃପ୍ତ ଆତ୍ମା ହୁଅ। ବିସ୍ତାର ଅଛି। ଯେଉଁ ପିଲାମାନେ ବାବାଙ୍କ ସ୍ମୃତିରେ ରହି ପ୍ରତ୍ୟେକ ପାଦ ଉଠାଇଥାନ୍ତି, ସେମାନେ ପ୍ରତି ପାଦରେ ପଦ୍ମର ରୋଜଗାର ଜମା କରିଥାନ୍ତି। ଏହି ସଙ୍ଗମ ଯୁଗରେ ହିଁ ପଦ୍ମର ରୋଜଗାର ଜମା କରିବାର ଖଣି ମିଳିଥାଏ। ସଙ୍ଗମ ଯୁଗ ହିଁ ଜମା କରିବାର ଯୁଗ। ଏବେ ଯେତେ ଜମା କରିବାକୁ ଚାହିଁବ ସେତେ କରିପାରିବ। ଗୋଟିଏ ପାଦ ଅର୍ଥାତ ଗୋଟିଏ ସେକେଣ୍ଡ ମଧ୍ୟ ବିନା ଜମା ହେବାରେ ବିତି ନ ଯାଉ ଅର୍ଥାତ ବ୍ୟର୍ଥରେ ନ ଯାଉ। ସଦା ସର୍ବଦା ଭଣ୍ଡାର ଭରପୁର ରହିଥାଉ। କୌଣସି ବସ୍ତୁ ଅପ୍ରାପ୍ତ ନଥିବ, ଏହିଭଳି ସଂସ୍କାର ହେଉ। ଯଦି ବର୍ତ୍ତମାନ ଏହିଭଳି ତୃପ୍ତ ଆତ୍ମା ବା ସମ୍ପନ୍ନ ଆତ୍ମା ହେବ, ତେବେ ଭବିଷ୍ୟତରେ ମଧ୍ୟ ଅସରନ୍ତି ଭଣ୍ଡାରର ମାଲିକ ହେବ। ସ୍ଲୋଗାନ, କୌଣସି କଥାରେ ଦୁଃଖୀ ହେବା ପରିବର୍ତ୍ତେ ଜ୍ଞାନବାନ ଆତ୍ମାର ଆସନରେ ସ୍ଥିତ ହୋଇଯାଅ। ଓମ୍ ଶାନ୍ତି।